କାଲି ଅଲଗା ହେଇକି ରହିଯିବି। ରାଘବେନ୍ଦ୍ର ସରକାର ପ୍ରଭୁ ଅନ୍ତର୍ଯାମୀ ଯାହା ଦେଇଛନ୍ତି କଥା ପ୍ରଭୁ ଯେତେବେଳେ ଯାହାକୁ ଯୋଉ ମୁହୂର୍ତ୍ତରେ ସବୁ ରଖିଛନ୍ତି। ହେ ମୋର ଗୁଣିଜ୍ଞାନୀ ସଜନ ରାମ ଠାକୁର କହିଲେ ମଧୁର ଗୁଣ୍ଡା ଶୁଣ, ତମ ଶରୀର ମିଠା, ତମ ଚେର ପତ୍ର ଫଳ ସବୁ ମିଠା ଥିଲା ବୋଲି ତମକୁ ବାଳି ଅଭିଶାପ ଦେଲା। ନିମକ ହାମ କାର୍ଯ୍ୟ କଲ ବୋଲି ତମେ ପିତା ହବ। ହୁଅ ଏତେ କଷ୍ଟ କର, ଦୁଃଖ କରନି। କାହିଁକି କହିଲ ନା ତମେ ଅଲଗା ହବନି। ଆମ ଓଡ଼ିଶାର ଜାତିର ଗର୍ବ ଗୌରବ କୋଟି କୈବଲ୍ୟ ଦାତା ଲକ୍ଷ୍ୟ ସାଳଗ୍ରାମ ପରବର୍ତ୍ତୀ ମହାପ୍ରଭୁ ଜଗନ୍ନାଥ। କୋଉଠି ତିଆରି ଆଜ୍ଞା? ଶାଳ ଗଛ ପିଆଶାଳ ଦେବଦାରୁ ଚନ୍ଦନ ବୃକ୍ଷ ଥିଲା ବେଳେ ମୋ ପ୍ରଭୁ କହିଲେ ମୁଁ ତୁମରି ଦେହରେ ଗଢ଼ା ହେବି, ତୁମରି ଠାରୁ ସୃଷ୍ଟି ହେବି। ଅପେକ୍ଷା କର, ଆସିବ ସମୟ, ଜମା ମନ କଷ୍ଟ କରନି। ଅଙ୍ଗଦ କହିଲା ପ୍ରଭୁ ମତେ କଣ କହୁଛନ୍ତି ଆପଣ? ମୋ ବାପାକୁ ମାରିଦେଲେ? ନାଇଁ, ଏମିତି ସମୟ ଆସିବ ତମେ ମତେ ମାରିଦବ। ଏଇ ବାଳିପୁତ୍ର ଅଙ୍ଗଦ ଆଜ୍ଞା ଜାରା ଶବର ହେଇକି ଜନ୍ମ ହେଲା। ଶିଆଳି ଲତା କୁଞ୍ଜରେ ଶୋଇଛନ୍ତି ଭାବଗ୍ରାହୀ ଭାବ ବିନୋଦିଆ କାଇଁଚ ମାଳିଆ ଦିନ ଜନ ଦୁଃଖୀହାରୀ ଅନ୍ତର୍ଯାମୀ ସର୍ବବ୍ୟାପକ ଜୀବନର ସୁଖଦାତା ମୁକ୍ତିଦାତା ବିଶ୍ୱ ଚିନ୍ତାମଣି ଭଗବାନ। ପାଉଛନ୍ତି କଷ୍ଟ, ଛିଡ଼ା ହେଇଛନ୍ତି ପଞ୍ଚୁ ପାଣ୍ଡବ। କହିଲେ ପୁରାଣ ଅନେକ, ନିର୍ଯାସ ଅନେକ, ଦର୍ଶନ ବି ଅନେକ। କୌଣସି ପୁରାଣକୁ କେହି ସାରିନି ମା। ମନେ ରଖିବେ ରାଜାଙ୍କ ପୁଅ ପୁରୁଷ ନାରୀ। କିନ୍ତୁ ଏତିକି ବେଳେ ପାଣ୍ଡବ ସଖା ସହ ସମସ୍ତେ ଥିଲାବେଳେ କଷ୍ଟ ପାଉଛନ୍ତି ଭଗବାନ। ଯାରା ଶବର ସରବିଦ୍ଧ କରିଛି ଆଜ୍ଞା, ଯୋଉ ଲୁହାରେ ଧନୁଷର ବିକ୍ରି ହେଲା, ଯାହାକୁ ଭୀମ ଫିଙ୍ଗିଥିଲେ ନଦୀ ଗର୍ଭକୁ ଭୀମ ଫିଙ୍ଗିଲେ, ତାକୁ ଯାରା ଶବର ମଗର ମାଛ କିଣିଲା, ତାକୁ ଧୀବର ପାଇଲା, ବଜାରରେ ବିକିଲା, ଯାରା ଶବର କିଣିଲା, ଧନୁଷର କଲା। ଶିଆଳି ଲତା କୁଞ୍ଜରେ ମୃଗ କନ ପ୍ରାୟ ଭାବି କଅଁଳିଆ କୋମଳ ପାଦ ମୋ ଭାବଗ୍ରାହୀ ଅନ୍ତର୍ଯାମୀ ଶୋଇଲା ବେଳେ ସରବିଦ୍ଧ କରିଦେଲା କିଏ? ନା ଯାରା ଶବର। ଭାବର ଠାକୁର ଶୋଇଛନ୍ତି ଶିଆଳି ଲତା କୁଞ୍ଜରେ, ଛିଡ଼ା ହେଇଛନ୍ତି ଆପଣାର ପ୍ରିୟଜନ ସଖା ସହୋଦର ବା। ସହି ପାରୁନାହାନ୍ତି ବିଶ୍ୱପତି ଭଗବାନଙ୍କର ଦୁଃଖ ଆଉ କଷ୍ଟ। ଯିଏ ବିଶ୍ୱର ଦୁଃଖକୁ ଦୂରେଇବାକୁ ଆସିଥିଲେ ରାମୟ, ଏତିକି ବେଳେ ଧର୍ମରାଜ କହିଲେ ଅର୍ଜୁନରେ ଜମା ବ୍ୟସ୍ତ ହନା। ସେଟା କପଟିଟା କେତେ ଲୀଳା କରିଛି, କେତେ ମାୟା କରିଛି, ତୁ ତା ପାଖକୁ ଯା। ଅର୍ଜୁନ କହିଲେ ଭାଇ ଏଇଟା କେମିତି କହୁଛ? ମୁଁ କେମିତି ଯିବିନି? ସଖା କଷ୍ଟ ପାଉଛି, ଯନ୍ତ୍ରଣା ପାଉଛି, ମୁଁ କେମିତି ଯିବିନି କହିଲ? ସଂସାର ଭିତରେ ଯଦି ମୁଁ କାହାକୁ ଭଲ ପାଏ ନା প্রিয় বিবাসুদেব প্রিয়াচ দ্রৌপদ যে মা যে কৌতুকিয়া সুবধনু শত্রুষ রাধানন্দন। দুনিয়ারে ମୁଁ ତିନି ଜଣକୁ ଭଲ ପାଏ। ଜଣେ ହେଉଛନ୍ତି ଭଗବାନ କୃଷ୍ଣ, ଜଣେ ହେଲେ ଯାଜ୍ଞସେନୀ ଦ୍ରୌପଦୀ, ଆଉ ଜଣେ ମୁଁ ଗାଣ୍ଡିବ ଧନୁ। କେମିତି ମୁଁ ତାଙ୍କୁ ଆଣେଇ ଦେବି କୁହନ୍ତୁ ଆପଣ? ଏତିକି ବେଳେ ଭାବଗ୍ରାହୀ କହିଲେ ସଖା ସେ ଗାଣ୍ଡିବ ବଳଟା ବଢେଇ ଦିଅ, ଭାରି କଷ୍ଟ ହଉଛି ମତେ, ଆଉ ଜୀବନର କଷ୍ଟ ମୁଁ ସହି ପାରୁନି, ଦୁଃଖ କାହାକୁ ଛାଡ଼ିବି? ଦେଖନ୍ତୁ ମୋ ଜ୍ଞାନୀ ସଜନ, ଜୀବନ ଭିତରେ ସେ ବ୍ରହ୍ମା ହୁଅନ୍ତୁ, ଶିବ ହୁଅନ୍ତୁ, ଇନ୍ଦ୍ର ହୁଅନ୍ତୁ, ଦୁଃଖ କାହାକୁ ଛାଡ଼ିବି? ସଂସାର ଭିତରେ ଆମେ କଳାକାର ଆଗେ ମଞ୍ଚରେ ସିନା ଆପଣଙ୍କୁ ଆନନ୍ଦ ଦଉଛୁ, ଆପଣଙ୍କୁ ହସଉଛୁ, ଆପଣଙ୍କୁ କନ୍ଦଉଛୁ, ଆପଣଙ୍କୁ ମନ ନଉଛୁ, ହେଲେ ଏଠୁ ଗଲେ ଆମର କେତେ ଜଞ୍ଜାଳ, କେତେ ଦୁଃଖ କହିଲେ ରସରେ। କିନ୍ତୁ ଏଇ ମଞ୍ଚଟା ହଉଛି ଆମ ପାଇଁ ଆନନ୍ଦଦାୟକ। ଆପଣମାନଙ୍କର ଆଶୀର୍ବାଦ, ଆପଣମାନଙ୍କର କଲ୍ୟାଣ, ଆପଣମାନଙ୍କର ଭଲ ପାଇବା, ଏତିକି ହିଁ ଆପଣ ଆମକୁ ତୃପ୍ତି ଦିଏ। ଆଉ ଏଠୁ ଗଲା ପରେ ଅଭିନୟ ସରିଗଲେ ଦୁଃଖ କାହାକୁ ଛାଡ଼ିବି? ଓଡ଼ିଆ ସାହିତ୍ୟର ମେହେର କବି କହିଲେ ଦୁଃଖ ସୁଖ ଚିରା ଇଏ ନୁହଁ କେବଳ ସବୁଥିରେ ଠିକଣା ସୁଖ ଦୁଃଖ ଚିର ନୁହେଁ କେବଳ ସବୁଥିରେ ଅଛି କ୍ଷୟ। ଆଜି ଯା ଜୀବନ ହରସରେ ପୂର୍ଣ୍ଣ,
ଖାଲି ତା ବିଷାକ୍ତମୟ। ଅର୍ଜୁନ କହିଲେ ଭାଇ ତମେ ମତେ ମନା କରୁଛ, এই সখা আমাকে কেতে বিপদরে উদ্ধার করেছে, আর তাই সংসারে মথা টিকি চালিছ। নিঃস্ব কাঙ্গাল ভিকারি করে বুলিবা বেড়ে আপনার প্রিয়জন মানে দূরে দেলা বেড়ে এই আমাকে করে নেইছে। সংসার ভিতরে বঞ্চিবার রাহাই আমাকে ଦେଇଛି। মো সখা কষ্ট পাইবা বেড়ে মু আপু কেমিতি দেখিবি আপন মতে কହୁন। হাত যোড়ি অর্জুন কহিলে ঠাকুর মু কোন কলে আপন খুশি হেবে, এতে ভাল পাইবা দেলে আদর দেলে স্নেহ দেলে আপন কুহতু মু কোন করিবি। জগত গুরু প্রভুঙ্কর গোটে সুন্দর কথা মনে পড়ে।